ଅନୁଷ୍ଠାନ ଜଗଦମ୍ବା ଅପେରା ତରଫରୁ ସମ୍ବଲପୁର ଖାଲି ନୁହଁ ସାରା ଓଡ଼ିଶାର ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ କମିଟି ବନ୍ଧୁମାନଙ୍କୁ ଆଜି ଅନୁଷ୍ଠାନର ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ସ୍ୱାଗତ। ମୁଁ ହରି ସାମନ୍ତ, ଘର ଯାଜପୁର। ନାଟକ ଲେଖେ, ନାଟକ ଶିଖାଏ। ଗତ ବର୍ଷ ମଧ୍ୟ ଅନୁଷ୍ଠାନକୁ ଆସିଥିଲି। ଅନୁଷ୍ଠାନଟି ଭଲ ଲାଗିଲା। ଅନୁଷ୍ଠାନର ପ୍ରଯୋଜକଙ୍କର କଥା, ତାଙ୍କର ବ୍ୟବହାର, ଚାଲିଚଳନ ସବୁ ପରିମାର୍ଜିତ ଥିଲା। ଭଲ ଲାଗିଲା ବୋଲି ପୁଣି ଏ ବର୍ଷ ରିପିଟ୍ ହେଲା। ନାଟକ କ'ଣ ହେବ ସେ କଥା ତ କେହି କହିପାରିବେନି, ସେ ପ୍ରଶ୍ନ ପଚାରିବେନି। ନାଟକର ଭଲ ମନ୍ଦ ନିର୍ଭର କରୁଛି ଦର୍ଶକମାନଙ୍କ ଉପରେ। ଗାଳି କେବଳ ଆମର, ତାଳି ହେଉଛି ଆମ ପିଲାମାନଙ୍କର। କିନ୍ତୁ ଯାହା ସୂଚନା ପୂର୍ବରୁ ଅନେକ ଦର୍ଶକ ଜାଣନ୍ତି ଯେ ହରି ସାରଙ୍କ ନାଟକରେ ସମାଜକୁ କିଛି ନା କିଛି ବାର୍ତ୍ତା ରହିଥିବ ନିଶ୍ଚୟ। ସବୁ ନାଟକରେ ବାର୍ତ୍ତା ଥାଏ। ସବୁ ନାଟକରେ ମଧ୍ୟ ସମାଜ ଶିଖିଲା ଭଳି କିଛି କଥା ଥାଏ। ଏହା କିନ୍ତୁ ଏକ ନିଆରା ଧରଣର ନାଟକ ହବ। ଏବେ ତ ନାଟକର ଗତି ବଦଳି ଯାଇଛି, ନାଟକର ସର୍ଜନାତ୍ମକ ଶୈଳୀ ବଦଳି ଯାଇଛି। ନାଟକ ଆଉ ବୋଧେ ଯାତ୍ରା ନାଟକର ପାରମ୍ପରିକତା ଭିତରେ ନାହିଁ। ଏହା ଏକ ଅନୁକରଣ ଧର୍ମୀ ହେଇଯାଇଛି ପାଖାପାଖି। ସବୁ ନିର୍ଦ୍ଦେଶକ, ଲେଖକ ବନ୍ଧୁମାନଙ୍କୁ ଏବଂ ଅନୁଷ୍ଠାନର ପ୍ରଯୋଜକମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ। ନହେଲେ ଯାତ୍ରାର ପାରମ୍ପରିକତା ରକ୍ତାକ୍ତ ହେବାର ସମ୍ଭାବନା ଅଛି। ଯାହାକୁ ମୋ ଭାଇ, ମୋ ସ୍ତ୍ରୀ, ମୋ ପୁଅ, ମୋ ପରିବାର, ମୋ ପିଲାଛୁଆ, ବନ୍ଧୁବାନ୍ଧବ ଧରି ମୁଁ ଦେଖେ, ଏହା ତାର ଉପଯୋଗୀ ହେବା ଦରକାର। ଯେହେତୁ ମୋ ପରିବାର, ମୋ ପିଲାପିଲି, ବନ୍ଧୁବାନ୍ଧବ ସମସ୍ତଙ୍କୁ ଦେଖୁଛି, ମୋର ପାରିବାରିକ ଶିକ୍ଷା ଆଦିରୁ ଆସିବା ଦରକାର। ମୋ ପରିବାର ଲୋକ ଏକାଠି ବସି ଯାତ୍ରା ଦେଖିପାରିବା ଦରକାର। ଯାତ୍ରା ଏବେ ତାଠୁ ଦୂରେଇ ଯାଇଛି। ଦର୍ଶକମାନଙ୍କୁ ଜଗଦମ୍ବା ଆଖଡ଼ାଶାଳରୁ କ'ଣ ବାର୍ତ୍ତା ଦେବେ? ଦର୍ଶକମାନଙ୍କୁ ବିଗତ ବର୍ଷ ମାନଙ୍କରେ 24 ବର୍ଷ 2 ଯୁଗ ଧରି ଜଗଦମ୍ବା ଅପେରା ଯେତିକି ମନୋରଞ୍ଜନ ଦେଇ ଆଣିଛି, ଏ ବର୍ଷର କଳାକାର, ଏ ବର୍ଷର ସାଜସଜ୍ଜା, ଏ ବର୍ଷର ନାଟକ ଯେହେତୁ ବର୍ଷକୁ ବର୍ଷ ଗତି ବଦଳୁଛି, ତେଣୁ 2025ରୁ 2026-27 ଏ ତ ନିଶ୍ଚିତ ଭାବରେ ବିଗତ ବର୍ଷ ମାନଙ୍କଠୁ ଆହୁରି ଉଜ୍ଜଳ ହେବ। ଏହା ବ୍ୟବସାୟିକ ସଫଳତା ଦେବ ଏବଂ ଦର୍ଶକ ମାନଙ୍କର ମନୋରଞ୍ଜନରେ ଭରପୁର ସହାୟତା କରିବ।